ଓମ୍ ଶ୍ରୀ ସୀତାରାମାୟ ନମଃ। ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଦିବ୍ୟସ୍ୱର ଭକ୍ତିଧାରାକୁ ସ୍ୱାଗତ। ଆଜି ଆମେ ଜାଣିବା ପ୍ରତ୍ୟେକ ନାରୀ ସୀତାମାତାଙ୍କ ଜୀବନରୁ କ'ଣ ଶିଖିପାରନ୍ତି। ସୀତାମାତା କେବଳ ରାମାୟଣର ଜଣେ ପାତ୍ର ନୁହନ୍ତି, ସେ ଧୈର୍ଯ୍ୟ, ସାହସ, କରୁଣା, ମର୍ଯ୍ୟାଦା ଓ ଧର୍ମର ଜୀବନ୍ତ ପ୍ରତୀକ। ତାଙ୍କ ଜୀବନର ପ୍ରତ୍ୟେକ ଘଟଣା ଆମକୁ କିଛି ନା କିଛି ଶିକ୍ଷା ଦେଇଥାଏ। ରାଜମହଲରେ ଜନ୍ମ ହୋଇଥିଲେ ମଧ୍ୟ ସୀତାମାତା ବନବାସର କଷ୍ଟକୁ ହସି ହସି ଗ୍ରହଣ କରିଥିଲେ। ଏଥିରୁ ଆମେ ଶିଖୁ ଯେ ଜୀବନର ସୁଖ ଓ ଦୁଃଖ ଦୁହେଁ ହିଁ ଆସିବ। କଠିନ ସମୟରେ ଧୈର୍ଯ୍ୟ ହିଁ ସବୁଠାରୁ ବଡ଼ ଶକ୍ତି। ରାବଣ ତାଙ୍କୁ ଅପହରଣ କଲେ ମଧ୍ୟ ସେ ଭୟଭୀତ ହୋଇନଥିଲେ। ଅଶୋକ ବଗିଚାରେ ରହି ମଧ୍ୟ ସେ ସତ୍ୟ ଓ ଧର୍ମରୁ ବିଚଳିତ ହୋଇନଥିଲେ। ସାହସ କେବଳ ଶାରୀରିକ ଶକ୍ତି ନୁହେଁ, ମାନସିକ ଦୃଢ଼ତା ମଧ୍ୟ। ସୀତାମାତା ସବୁବେଳେ ନିଜର ମର୍ଯ୍ୟାଦା ଓ ସ୍ୱାଭିମାନକୁ ରକ୍ଷା କରିଥିଲେ। ସେ ଦେଖାଇଥିଲେ ଜଣେ ନାରୀର ସମ୍ମାନ ତାଙ୍କର ସବୁଠାରୁ ବଡ଼ ଅଳଙ୍କାର। ରାଜସୁଖ ଛାଡ଼ି ବନବାସକୁ ଯିବା, ପରିବାର ପାଇଁ କଷ୍ଟ ସହିବା, ଏସବୁ ତାଙ୍କର ତ୍ୟାଗର ପ୍ରମାଣ। କିନ୍ତୁ ତ୍ୟାଗର ଅର୍ଥ ନିଜର ମୂଲ୍ୟକୁ ହରାଇବା ନୁହେଁ, ଏହା ସ୍ନେହ ଓ ଦାୟିତ୍ୱର ପ୍ରତୀକ। ସୀତାମାତା ପରିବାରକୁ ସର୍ବଦା ଏକତାରେ ବାନ୍ଧି ରଖିବାକୁ ଚେଷ୍ଟା କରିଥିଲେ। ସ୍ନେହ, ସହଯୋଗ ଓ ବିଶ୍ୱାସରେ ପରିବାରକୁ ଦୃଢ଼ କରେ। ସେ କେବେ କାହା ପ୍ରତି ଘୃଣା ରଖିନଥିଲେ। ଦୟା ଓ କରୁଣା ମଣିଷକୁ ମହାନ କରେ। ରାଜକୁମାରୀ ହୋଇ ମଧ୍ୟ ସେ ବନବାସରେ ସରଳ ଜୀବନ ବିତାଇଥିଲେ। ସୁଖ କେବଳ ଧନର ନୁହେଁ, ମନର ଶାନ୍ତିରେ ଥାଏ। ସୀତାମାତା ସମଗ୍ର ଜୀବନ ସତ୍ୟ, ଧର୍ମ ପ୍ରତି ସମର୍ପିତ ଥିଲେ। ପରିସ୍ଥିତି ଯେପରି ହେଉନା କାହିଁକି, ସତ୍ୟ ପଥରେ ଚାଲିବା ତାଙ୍କ ପ୍ରତି ବିଶ୍ୱାସ ଥିଲା ଏବଂ ତାଙ୍କର ସବୁଠାରୁ ବଡ଼ ଶକ୍ତି ଥିଲା। ସେ କଠିନ ପରିସ୍ଥିତିରେ ମଧ୍ୟ ନିଜ ଉପରେ ବିଶ୍ୱାସ ରଖିଥିଲେ। ଆତ୍ମବିଶ୍ୱାସ ଜୀବନର ସବୁଠାରୁ ବଡ଼ ଶକ୍ତି। ସୀତାମାତାଙ୍କ ଜୀବନରେ ଆମକୁ ଶିଖାଏ ଯେ ଜଣେ ନାରୀ ପ୍ରକୃତ ଶକ୍ତି ତାଙ୍କର ଚରିତ୍ର, ଜ୍ଞାନ, ଧୈର୍ଯ୍ୟ, ସାହସ ଓ କରୁଣାରେ ରହିଛି। ଏହି ଗୁଣଗୁଡ଼ିକୁ ତାଙ୍କୁ ସମ୍ମାନିତ କରେ। ବନ୍ଧୁଗଣ, ଶେଷରେ କହିବି ଯେ ସୀତାମାତାଙ୍କ ଜୀବନରୁ ପ୍ରେରଣା ନେବାର ଅର୍ଥ ହେଉଛି ଧୈର୍ଯ୍ୟ, ସତ୍ୟ, ସ୍ୱାଭିମାନ, କରୁଣା ଓ ନୈତିକତାକୁ ଜୀବନର ଅନୁସରଣ କରିବା। ଏହି ଗୁଣଗୁଡ଼ିକ କେବଳ ନାରୀଙ୍କ ପାଇଁ ନୁହେଁ, ପ୍ରତ୍ୟେକ ମଣିଷଙ୍କ ପାଇଁ ପ୍ରେରଣାଦାୟକ। ଏହି ଭିଡ଼ିଓ ଯଦି ଆପଣମାନଙ୍କୁ ଭଲ ଲାଗିଲା ତେବେ ଲାଇକ୍ କରନ୍ତୁ, ନିଜ ପରିବାର ଓ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ ଏବଂ ଦିବ୍ୟସ୍ୱର ଭକ୍ତିଧାରା ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ସୀତାରାମ, ଜୟ ସୀତାରାମ, ଜୟ ସୀତାରାମ।